Charlie, Charlie, are you here? Charlie, Charlie, are you here? ଆରେ ଭୂତ ଭୂତ କିଛି ନାହିଁ ଛାଡ଼ ଯିବା ବେକାର ଡାକିକି ବିଚାର କରୁଛନ୍ତି ଛାଡ଼ ମୁଁ ଯିବି। ହଁ ଚାଲ ଯିବା, ଏମାନେ ସବୁ ବେକାର ଡାକି ବସୁଛନ୍ତି। ଏଇ ଅଧାରୁ ଉଠିଲେ ବହୁତ ପସ୍ତେଇବ। ଚୁପଚାପ ବସିକି ଗୋଟେ କାହାଣୀ କହୁଛି ଶୁଣ। ଅମାବାସ୍ୟା, ଗ୍ରହଣ ଆଉ ସଂକ୍ରାନ୍ତି ଗୋଟିଏ ଦିନରେ ପଡ଼ିଥିଲା। ଲୋକେ କହନ୍ତି ଏ ଦିନ କାଳେ ଦୁଷ୍ଟ ଶକ୍ତିମାନଙ୍କର ଶକ୍ତି ବହୁତ ବଢ଼ିଯାଏ। ଏତେ ବଢ଼ିଯାଏ ଯେ ଯିଏ ସେଦିନ ଏହି ଦୁଷ୍ଟ ଶକ୍ତିମାନଙ୍କୁ ପ୍ରସନ୍ନ କଲା ସିଏ ଦୁନିଆର ସବୁ କିଛି ପାଇପାରିବ। ହଁ, ସବୁ କିଛି। ଯେମିତି ଏ କଥା ମୁଁ ଜାଣିଛି, ଆହୁରି 4 ଜଣଙ୍କୁ ମଧ୍ୟ ଜଣାଥିଲା। କିନ୍ତୁ ସେମାନେ ସାଧାରଣ ଲୋକ ନଥିଲେ, ସେମାନେ ଥିଲେ 4ଟି ତାନ୍ତ୍ରିକ। ଏ ଦୁନିଆର ସବୁ କିଛି ପାଇବା ଲୋଭରେ ସେମାନେ କରି ବସିଲେ ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ। ଶକ୍ତିକୁ ପ୍ରସନ୍ନ କରିବା ପ୍ରୟାସରେ ଆରମ୍ଭ କରିଦେଲେ ନିଜ ସାଧନା। ସେ ହୋମକୁଣ୍ଡ ଭିତରୁ ବାହାରିଲା ଗୋଟେ ବହୁତ ଭୟଙ୍କର ପିଶାଚ। ଦେଖିବାକୁ ଏତେ ଭୟଙ୍କର ଯେ ଲୋମ ଟାଙ୍କୁରି ଉଠିବ। ଆଉ ଜଣେ ଏତେ ଡରିଗଲା ଯେ ସେ ପୂଜା ଅଧାରୁ ଉଠି ପଳେଇଲା। ଆଉ ସେଇଟା ଥିଲା ତାର ସବୁଠାରୁ ବଡ଼ ଭୁଲ। ସେ ଦୌଡ଼ିଲା, ଖୁବ୍ ଜୋରରେ ଦୌଡ଼ିଲା। ଚାରିଆଡ଼େ ଅନ୍ଧକାର। ଏପଟେ ତା ସାଙ୍ଗମାନେ ତାକୁ ଖୋଜିବା ଆରମ୍ଭ କଲେ। ଖୋଜିଲେ, ଖୋଜୁ ଖୋଜୁ ସେ ଦେଖିଲେ ଦୂରରେ କିଛି ଦେଖାଯାଉଛି। ଜାଣିଛ ସେଟା କ'ଣ ଥିଲା? ସେ ପିଶାଚ ସେ ଗୁଣିଆର ମୁଣ୍ଡ ଖାଉଥିଲା। ଏମାନେ ନିଜ ଜୀବନ ବିକଳରେ ଦୌଡ଼ିଲେ, ଖୁବ୍ ଜୋରରେ ଦୌଡ଼ିଲେ। ଦୌଡ଼ି 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 ବହୁତ ଦୂରକୁ ଚାଲିଗଲେ। କିନ୍ତୁ କିଛି ଲାଭ ହେଲାନି। ଦେଖୁ ଦେଖୁ ସେ ସବୁ ଯାକ ତାନ୍ତ୍ରିକକୁ ଗୋଟି ଗୋଟି କରି ଗୋଡ଼େଇ ପରେ କିଛି ଋଷିମାନେ ଆସିଲେ ଆଉ ସେ ଜାଗାରେ ବହୁତ ବଡ଼ ଯଜ୍ଞ ଦୀର୍ଘ 7 ଦିନ ଧରି ସେ ଯଜ୍ଞ ଚାଲେ। ସେ 7 ଦିନର ଯଜ୍ଞ ପରେ ଏଇ ତାକୁ ବାନ୍ଧା ହେଲା। ସେ ସେଇ ଜାଗାରେ ବନ୍ଧା ହେଇକି ଅଛି, କେବେ ହେଲେ ଆସିବନି ସେଇଠୁ। କିନ୍ତୁ ହଁ, ଯଦି କିଏ ଯାଇକିରି ସେ ଜାଗାରେ ସବୁ କିଛି ଭାଙ୍ଗିଦବ, ଆଉ ଭାଙ୍ଗିଦେଲା ପରେ ସେ ପିଶାଚକୁ 9 ଜଣଙ୍କର ବଳି ଦିଆଯିବ। ସେଇଟା ମଧ୍ୟ 9 ଦିନ ଭିତରେ ବେଲେ ଯାଇକି ସେ ପିଶାଚ ସେଇଠୁ ବାହାରିବ, ନହେଲେ ଚାନ୍ସ ନାହିଁ। ସେଥିପାଇଁ ଆଗ ମୁଁ ମନା କରୁଥିଲି ଯେ ଅଧାରୁ ଉଠନି, ବୁଝିଲ? ହଉ, ଏବେ କିଛି ଅସୁବିଧା ନାହିଁ, ଚାଲ ଯିବା ଚାଲ।